जनकर द्राक्षा क्षेत्र रे गोटे डिम्बिरी गछ लगा जाइथिला। से फल खोजिले किंतु पाइले नहीं। से मालिकी कहले 3 वर्ष हैला मो आसी एही डिम्बुरी गछरे फल खोजुची पाऊ नाही। प्रथम कथा द्राक्षा क्षेत्र रे केवल द्राक्षा फल ही हुए, डिम्बुरी गछ पाई सेठारे खत नाही। एही अंचल निवासी होइथिबारो आम मानकर अल्प बहुत नितांत धारणा थिबो, जदि धान बिलरे कपा चाष हेई गला तापरे आ धान होउछि कि हेउ नाही। काहेकि भूमि सहित अनेक अन्य अन्य धरणर गछर अन्य अन्य प्रकारर संपर्क। एणु प्रभुंग लोक माने धान भूमि रे जदि कपा चाष हैला परे धान कले धान हो नाही। आज आ गुटे कथा रास्ता रे प्रभुंग दास कहउथिले पटल पटल चाष कला परे 3 वर्ष जाए किछि हबो नाही, तापरे धान कले भलो धान हबो। साइंटिफिक अनुसंधान अनुसारे द्राक्षा क्षेत्र रे डिम्बुरी गछ पाई खत नाही। प्रभुंग लोक माने एणो गोटिए भूल जगारे लगा जाइथिबा गछ। ए गछ किए अटे आओ एई स्थान केउ स्थान अटे जेउ जगारे मालिक चाहुछंती प्रभु चाहुछंती से फळिबाकू पड़िबो ही पड़िबो। प्रभुंग लोक माने आम्हे माने रोपण करा जाइथिबा गोटे गोटे गछठू प्रथम करिन्थी 3 अध्याय 6 पद अनुसारे पढ़ंतु। ठीक जल्दी। मु रोपण करियछि, आपल जलसेचन करियछंती, किंतु ईश्वर वृद्धि साधन करियछंती। गोटिए गोटिए नूतन आत्मा को गोटिए गोटिए रोपण करा जाउथिबा गछ सहित तुलना करा जाइछि। दानिएल 4:20 रे नबुखदनेस्सर को गोटिए गछ सहित तुलना करा गला। गीत संहिता 92 9, 10, 11, 12 जदि आमे पढ़िबा सेठारे धार्मिक को एरस वृक्ष खर्जूर वृक्ष सहित तुलना करा गला। ता माने मोहर पिता कृषक मु प्रकृत द्राक्षालता। प्रभु जीशु ख्रीस्ट विश्वासी अणविश्वासी एवं विचारकर्ता 9 अध्याय पूरा भिन्न भिन्न वृक्ष को भिन्न भिन्न राजांक सहित तुलना करा गला। तेबे प्रिय ईश्वरंग लोक माने किंतु लूक 13 अध्याय रे जेउ माने मन परिवर्तन करि नाहंती से मानंगु डिम्बुरी वृक्ष सहित तुलना करा गला। ए माने केउ माने ए मानंगु रोपण करा जाय अछि, किंतु अनेक वर्षरु रोपित होइथिले हैं ए माने फल उत्पन्न करू नाहंती। एणु लूक सुसमाचार रे केउ प्रकारर फल कथा परमेश्वर सेठारे कहउछंती। सेठारे 5 पदरे कुहा गला कि मन परिवर्तन न कले तुम्हे माने समस्ते सही परि विनष्ट हेबो। 6 पद आरंभ होउची आउ आउ से एही दृष्टांत कहिले। ता माने
ଦୃଷ୍ଟାନ୍ତଟି କେଉଁ ବିଷୟ ଉପରେ ଆଧାରିତ? ଦୃଷ୍ଟାନ୍ତଟି ମନ ପରିବର୍ତ୍ତନ ନ କଲେ ତୁମେମାନେ ମଧ୍ୟ ବିନଷ୍ଟ ହବ। ତା ମାନେ ଏଇ ଡିମ୍ବୁରି ବୃକ୍ଷ କାହାର ନିଦର୍ଶନ ଅଟେ? ଗୋଟିଏ ମନ ପରିବର୍ତ୍ତନ କରିନଥିବା ବିଶ୍ୱାସୀ। ପରମେଶ୍ୱର ଆମ ମାନଙ୍କୁ ଏମିତି ଦୁନିଆରେ ରଖିଛନ୍ତି ପ୍ରିୟମାନେ, ଆମ ପାଇଁ ବୋଲି ଏ ଦୁନିଆରେ ପରିବର୍ତ୍ତନ ହେବା ପାଇଁ ଖତ ମିଳୁନାହିଁ। ଡିମ୍ବୁରି ବୃକ୍ଷକୁ ଦ୍ରାକ୍ଷା କ୍ଷେତ୍ରରେ ଲଗାଇଲା ପରେ ପ୍ରଭୁ ଆମ ମାନଙ୍କୁ ଏ ସଂସାରରେ ରଖିଛନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆମେ ବିଶ୍ୱାସୀ ହେଉ କି ଈଶ୍ୱରଙ୍କ ଦାସ ଦାସୀ ହେଉ, ଆମେ ସମସ୍ତେ ଧୀରେ ଧୀରେ ପରିବର୍ତ୍ତନ ହେଉଅଛୁ। କିଏ ଅଧିକ ହେଲାଣି ତ କିଏ କମ ହେଲାଣି, କିନ୍ତୁ ଆମ ସମସ୍ତଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବାକୁ ପଡିବ। ଆଉ ଦ୍ରାକ୍ଷା କ୍ଷେତ୍ରରେ ଡିମ୍ବୁରି ବୃକ୍ଷ ପାଇଁ ଯେମିତି ଖତ ମିଳୁନାହିଁ, ଆମକୁ ଏ ସଂସାରରେ ସେମିତି ପରିବର୍ତ୍ତନ ହେବା ପାଇଁ ବଳ ମିଳୁନାହିଁ, ଶକ୍ତି ମିଳୁନାହିଁ, ସାହାଯ୍ୟ ମିଳୁନାହିଁ। ଏଣୁକରି ଆମ୍ଭେମାନେ ବହୁତ ଚେଷ୍ଟା କଲେ ହେଁ, ବର୍ଷ ବର୍ଷ ଧରିକି ଖ୍ରୀଷ୍ଟ ବିଶ୍ୱାସୀ ହେଲେ ହେଁ, ଯେଉଁ ପ୍ରକାରର ପରିବର୍ତ୍ତନଶୀଳ ଜୀବନ ଆମ ଆଚରଣରେ ଦେଖାଯିବା ଦରକାର, ଆମ ଜୀବନରେ ପରିଲକ୍ଷିତ ହେବା ଦରକାର, ତାହା ଆଦୌ ଦେଖାଯାଉ ନାହିଁ। ଏଣୁ ପ୍ରଭୁ କହୁଛନ୍ତି ଏହାକୁ ହାଣି ପକାଅ। ଏଫିସିଓ, ସ୍ମୁର୍ଣ୍ଣା, ପର୍ଗମ, ଥୁୟତିରା, ଲାଉଦିକିଆ, ଫିଲାଡେଲଫିଆ, ଏ ସକଳ ମଣ୍ଡଳୀକୁ ମଧ୍ୟ କୁହାଗଲା, ଯଦି ମନ ପରିବର୍ତ୍ତନ ନ କରିବ ଆମେ ତୁମକୁ ଉଦ୍ଗାର କରିବୁ, ଆମେ ତୁମର ପ୍ରଦୀପ ଘୁଞ୍ଚାଇ ଦେବୁ। ତା ମାନେ ମନ ପରିବର୍ତ୍ତନ ପୁରୁଣା ମଣ୍ଡଳୀକୁ ବି କରିବାକୁ ପଡିବ, ନୂଆ ଲୋକଙ୍କୁ ବି କରିବାକୁ ପଡିବ, ଈଶ୍ୱରଙ୍କ ଭକ୍ତ ମାନଙ୍କୁ ବି କରିବାକୁ ପଡିବ। ଆଉ ପରିବର୍ତ୍ତନ ନ କଲେ ହଣା ଯିବ। ପ୍ରଭୁ ସୁଯୋଗ ଦେଲେ ବହୁତ ବର୍ଷ, ଆଉ ପରିବର୍ତ୍ତନ ହେବା ପାଇଁ ସୁଯୋଗ ଦେଲେ। ଆମେ ଚେଷ୍ଟା କରୁଛୁ ପରିବର୍ତ୍ତନ ହେବା ପାଇଁ, କେତେ ମାତ୍ରାରେ ହେଇଛୁ କେତେ ମାତ୍ରାରେ ହେଇନାହୁଁ। ଏତିକି ବେଳକୁ ଗଛକୁ ହଣା ଯିବାର ସ୍ଥିର କରାଗଲା। କାହିଁକି? ପ୍ରିୟମାନେ, ସ୍ୱାମୀଙ୍କର, ପ୍ରଭୁଙ୍କର, ଦ୍ରାକ୍ଷା କ୍ଷେତ୍ରର କର୍ତ୍ତାଙ୍କର ଚିନ୍ତା କାହା ଉପରେ ବେଶୀ? କହୁଛନ୍ତି ସେ, ଏଇଟାକୁ ହାଣି ପକାଅ, କାହିଁକି ଏଇଟା ଭୂମିକୁ ମଧ୍ୟ ଅକର୍ମଣ୍ୟ କରୁଛି। ସେଇ ଭୂମିରେ ସେ ଫଳ ଦେଖିବା ପାଇଁ ଚାହୁଁଛନ୍ତି। ଯଦି ସେଇ ଭୂମିକୁ ଧରି ରଖିଥିବା ଗଛ ସେଇ ଭୂମିର ସଦ୍ବ୍ୟବହାର କଲା ନାହିଁ, ସେ ଭୂମିରେ ସେ ଅନ୍ୟକୁ ସ୍ଥାପନ କରିବେ। ମୁଁ ଯେଉଁ ଜାଗାରେ ଅଛି, ଯେଉଁ ସେବା କାର୍ଯ୍ୟରେ ଅଛି, ଯଦି ମୁଁ ମୋର ଏହି ସେବା କାର୍ଯ୍ୟ ରୂପକ ଭୂମିରେ, ମୋର ପାଳକୀୟ ସେବା ରୂପକ ଭୂମିରେ, ଆପଣଙ୍କର ବିଶ୍ୱାସୀ ଜୀବନ ରୂପ ଭୂମିରେ ଯଦି ଆପଣ ରୋପିତ ହୋଇଛନ୍ତି, ଆଉ ଆପଣ ଯଦି ଫଳ ଉତ୍ପାଦନ କରୁନାହାନ୍ତି, ତ ପରମେଶ୍ୱର ଏଇ ଭୂମି, ଏଇ ସେବା, ଏଇ ସ୍ଥାନ ଅନ୍ୟ କାହାରିକୁ ଦେଇଦେବାର ସମ୍ଭାବନା ଅଛି। ଯେହେତୁ ପରମେଶ୍ୱରଙ୍କୁ ଦରକାର ଅଛି ପରିବର୍ତ୍ତନ ଜୀବନ। ଏଣୁ ପ୍ରଭୁ ଏଠାରେ କହୁଛନ୍ତି, କାହିଁକି ଭୂମିକୁ ମଧ୍ୟ କର୍ମଣ୍ୟ କରୁଛି? ଏଇ ବ୍ୟକ୍ତି ତ ଅଛି ଈଶ୍ୱରଙ୍କ ସେବାରେ, କାହିଁକି ଫଳ ଫଳୁନାହିଁ? ଏହାକୁ ହାଣି ପକାଅ, ଭୂମି ଅନ୍ୟ ଗଛକୁ ଆମେ ଦେବା, ଅନ୍ୟ ଗଛ ଫଳ ଫଳିବ। ଏଣୁ କୁହାଗଲା, ଯେଉଁ ଜାତି ସେଥିର ଫଳ ଫଳିବ ତାହାକୁ ତାହା ଦିଆଯିବ। ଯେଉଁ ଜାତି ଫଳ ଫଳିବେ, ଏ ଫଳ କିଛି ନୁହଁ, ଆମର ପରିବର୍ତ୍ତନର ଆଚରଣ ରୂପକ ଫଳ।
प्रभुଙ୍କ ଲୋକମାନେ ଯଦି ଫଳିବା ନାହିଁ ତ ହଣା ଯିବା, ଫଳିବ ନାହିଁ ତ ବଞ୍ଚିବ ନାହିଁ। ହଣା ଯିବାର ଦୁଇ ଗୋଟି ଅର୍ଥ ଅଛି। ଗୋଟିଏ ହେଉଛି ପ୍ରାକୃତିକ ମୃତ୍ୟୁ, ଆଉ ଗୋଟିଏ ହେଉଛି ଆତ୍ମିକ ସମାପ୍ତି, ଆତ୍ମିକ ଅବକ୍ଷୟ ବା ଆତ୍ମିକ ମୃତ୍ୟୁ। ବଞ୍ଚିଥିବ କିନ୍ତୁ କିଛି ଆତ୍ମିକ ସେବା ହେଇପାରୁନଥିବ, କିଛି ଆତ୍ମିକ ଫଳ ଦେଖାଯାଉନଥିବ, କିନ୍ତୁ ଖାଲି ଥିବ ନାମ ମାତ୍ରକେ। ପରମେଶ୍ୱର କହୁଛନ୍ତି ଏହାକୁ ହଣା ଯାଉ। ସେତେବେଳେ ମାଳି ଅନୁରୋଧ କରୁଛନ୍ତି, ପ୍ରଭୁ ବର୍ଷେଟି ଛାଡ଼ି ଦିଅନ୍ତୁ। ଆମ ମାନଙ୍କର ଜଣେ ମାଳି ଅଛନ୍ତି, ସେ ନଥିଲେ ଆମମାନେ କେବେ ହେଁ ବିନଷ୍ଟ ହେଇଯାଇଥାନ୍ତୁ। ସେ ଆମ ମାନଙ୍କ ପାଇଁ ଦିବାରାତ୍ର ପିତାଙ୍କ ଠାରେ ନିବେଦନ କରୁଛନ୍ତି। ତାଙ୍କ ଗୁହାରି କ୍ରମେ ସେ ଆମ ମାନଙ୍କ ନିମନ୍ତେ ଅନୁରୋଧ କରୁଥିବା ହେତୁରୁ ଆମ୍ଭେମାନେ ରକ୍ଷା ପାଇଅଛୁ। ଏବ୍ରୀ 7 ଅଧ୍ୟାୟର 25 ପଦରେ ଲେଖା ଅଛି କି ଯେଉଁମାନେ ଈଶ୍ୱରଙ୍କ ନିକଟବର୍ତ୍ତୀ ହୁଅନ୍ତି ସେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ଦେବାକୁ ସକ୍ଷମ। ଯେଣୁ ସେମାନଙ୍କ ନିମନ୍ତେ ନିବେଦନ କରିବା ପାଇଁ ସେ ନିତ୍ୟ ଜୀବିତ। ଆମ୍ଭମାନଙ୍କ ପାଇଁ ନିବେଦନ କରିବା ପାଇଁ ଜଣେ ନିତ୍ୟ ଜୀବିତ। ଏବ୍ରୀ 4 ଅଧ୍ୟାୟରେ ନିତ୍ୟ ନିବେଦନ କରିବାର କାମ ପୁରାତନ ନିୟମରେ ଯାଜକ ମାନଙ୍କର ଥିଲା। ଏଣୁ ଆମ୍ଭ ମାନଙ୍କର ଜଣେ ଏପରି ମହାଯାଜକ ଅଛନ୍ତି ଯେ ଆମ୍ଭ ମାନଙ୍କର ଦୁର୍ବଳତାରେ ଆମ୍ଭ ମାନଙ୍କୁ ସହାନୁଭୂତି ଦେଖାଇବାକୁ ସମର୍ଥ। 4 ଅଧ୍ୟାୟ 15 ପଦରେ ଲେଖା ଅଛି, ତାମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସି ଆମ୍ଭେମାନେ ଯେପରି ବିନଷ୍ଟ ନ ହେଉ ଏଥିପାଇଁ ସେ ନିତ୍ୟ ପିତାଙ୍କୁ ନିବେଦନ କରୁଛନ୍ତି। କାହିଁକି ନିବେଦନ କରୁଛନ୍ତି? ଯେହେତୁ ଆମେ ପରିବର୍ତ୍ତନ ହେଉନାହୁଁ, ଆମେ ବର୍ଷ ପରେ ବର୍ଷ ଅପରିବର୍ତ୍ତିତ ଜୀବନ ଗଡ଼ାଇ ଚାଲିଛୁ। କାହିଁକି ଆମକୁ ବି ଦଣ୍ଡ ହେଉନାହିଁ? ଯେହେତୁ ସେ ଦୀର୍ଘ ସହିଷ୍ଣୁ ଈଶ୍ୱର। କିନ୍ତୁ ସବୁବେଳେ ସେ ଦୀର୍ଘ ସହିଷ୍ଣୁ ହେବେ ନାହିଁ। 9 ଅଧ୍ୟାୟ ତାହାର 11 ପଦ ଟିକେ ବାହାର କରନ୍ତୁ। ଉପଦେଶକରେ ଗୋଟିଏ ବହୁତ ସୁନ୍ଦର କଥା କୁହାଗଲା। କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ତ୍ୱରିତ ସିଦ୍ଧ ନହିବାରୁ ପାପୀ ମାନଙ୍କ 8 ଅଧ୍ୟାୟରେ 11 ପଦ ପଢନ୍ତୁ ଟିକେ। ସେପଟେ ଗୋଟେ ମାଇକ୍ ହେଲେ ଦିଅନ୍ତୁ, ନହେଲେ କିଏ ହେଲେ ଟିକେ ଜଲ୍ଦି ପଢନ୍ତୁ। କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ତ୍ୱରିତ ସିଦ୍ଧ ନହିବାରୁ ମନୁଷ୍ୟ ସନ୍ତାନ ମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ। କୁକର୍ମ ବିରୁଦ୍ଧରେ, ବ୍ୟଭିଚାର ବିରୁଦ୍ଧରେ, ମଦ୍ୟପାନ ବିରୁଦ୍ଧରେ, ଚୋରି ବିରୁଦ୍ଧରେ, ମିଥ୍ୟା ବିରୁଦ୍ଧରେ, ଯୁବାମାନେ ମନ୍ଦ ଚିନ୍ତା ବିରୁଦ୍ଧରେ, ଅଶ୍ଳୀଳ ଆଚରଣ ବିରୁଦ୍ଧରେ, ଚକ୍ଷୁର ଅଭିଳାଷ ବିରୁଦ୍ଧରେ, ପାପ ଚିନ୍ତା ବିରୁଦ୍ଧରେ ଆମ୍ଭମାନଙ୍କ ଦଣ୍ଡ ତ୍ୱରିତ ମାନେ ଶୀଘ୍ର ଦଣ୍ଡ ନ ମିଳୁଥିବାରୁ ଆମକୁ କେମିତି ଲାଗେ? ଆମ ଅନ୍ତଃକରଣକୁ ଲାଗେ କିଛି ତ ଦଣ୍ଡ ମିଳୁନାହିଁ। ସେତେବେଳେ କେହି ଭାବିବେ ବୋଧେ ଗୁଡ ନ୍ୟୁଜ ଟିଚିଂ ବୋଧେ ସତ, ବୋଧେ ପାପ କଲେ ମଧ୍ୟ ଚଳିବ। କୁକର୍ମ ବିରୁଦ୍ଧରେ ଦଣ୍ଡର ଆଜ୍ଞା ଶୀଘ୍ର ନ ମିଳିବାରୁ ଆମ୍ଭମାନଙ୍କର ଅନ୍ତଃକରଣ କୁକର୍ମ କରିବା ପାଇଁ ଆସକ୍ତ ହେଇଯାଏ। ଏ ଡିମ୍ବୁରି ଗଛ କୁକର୍ମକାରୀ ଗଛର ଏକ ବିଶ୍ୱାସୀର ପ୍ରତୀକ ଅଟେ, ଯିଏକି ପରିବର୍ତ୍ତନର ଫଳ ଫଳୁ ନାହିଁ। ପ୍ରଭୁଙ୍କ ଲୋକମାନେ ତାହାକୁ ହଣା ଯିବାର କଥା ସ୍ଥିର କରାଗଲା। ଏଣୁ ଡୁବକ ଜହନ ମଧ୍ୟ କହିଦେଲେ ଏବେ ହେଁ ଗଛ ମୂଳରେ କୁରାଢି ଲାଗିଛି। ତାର ଅର୍ଥ କଣ? ହାଣିବା ଲୋକ ସ୍ଥିର କରିସାରିଛି, ଏ ଫଳୁ ନାହିଁ, ୟାକୁ ହାଣି ଦିଅ। କିନ୍ତୁ ଶେଷ ସୁଯୋଗ ଦିଆଯାଉଛି, ମନ ପରିବର୍ତ୍ତନ କର।
जो माने मन परिवर्तन कले आसिले से डुबक जहन डुबन देला पर गोटे बड़ कथा कहले खाली डुबन नेले हेबो नाही परिवर्तनर फल तुम आचरण रे देखा जाओ तुम्हें डुबन नहीं कि पाप करुछ आ गोटे दले अच्छी डुबन न नहीं कि पाप करुछंती तुम्हें परभाषा कही कि पाप करुछ तांके परभाषा न कही कि पाप करुछंती ताले फरक कौन रहिला पार्थक्य कौन रहिला प्रभु को लोक माने आमे समस्ते एका प्रकार हे गलु आमे डुबित होइकी विनष्ट हेबा से माने डुबित न होइकी विनष्ट हेबे आमे परभाषा कहिकी विनष्ट हेबा से माने परभाषा न कहिकी विनष्ट हेबे एणो आमे डुबन नेउ परभाषा कहू पवित्र आत्मा पाओ किंतु परिवर्तन रो आचरण रे फल देखा जिबा दरकार जदि से फल नाही परिवर्तन जीवन नाही ताहले हाणिबा पाई स्थिर करा जाइछि आओ माली अनुरोध करुछंती आमान को माली प्रभु जीशु ख्रीष्ट पितांको दक्षिण पार्श्व रे पितांको अनुरोध करुछंती प्रभु मु एई पिलाटी पाई एई झियोटी पाई एई भाईटी पाई एई लोकटी पाई मु क्रूसरे बळी हेछि मु रक्त झराइछि मोर बक्ष वर्षारे विदीर्ण हेइथिला मोर हस्त पाद कंटारे आघात हेइथिला मस्तकरे कंटार मुकुट पिंदिथिली पिठीरे कोरडा प्रहार खाइथिली आ एई लोक पाई एमानंकु रक्षा करिबा पाई मोर रक्त बहाइछि मु एणु करी मो रक्त रे एमानंकु किणा जाइछि प्रभु एमानंकु आउ थरे सुजोग दियंतु जेहेतु मोर रक्तर मूल्य व्यर्थ न हेउ एणु जीशु अनुरोध करुथिबारु कुकर्म विरुद्ध रे दंड शीघ्र मिलु नाही वकील जदि ठीक रे केस लड़िबे नाही शीघ्र विपद आसी जीवो एणु आमानकर सपक्षवादी पारक्लितस आमानक सपक्षवादी ख्रीष्ट से दया करी आम मानंकु पितांक ठारे गुहारी करुछंती हिंदी रे कहंती खुदा मेहरबान तो गधा पहलवान तांको दया सकाशु आम मानंकर पाप उत्पात बढ़ी चलीछि मु कहा कहबा पई चाहे प्रभु अनेक वर्ष आमान को छाड़ी देले महामारी भी आसिला अनेके चाली गले किंतु आम माने जाई ना हो मते लागे आम माने जो माने जाई ना हो बहुत बड़ो पापी प्रभु देखिले कि आमे एई पापावस्था रे मरिबु माने नरक जीवु एणु आमको से सुजोग देले आकु छाड़ी दियो ये टिके परिवर्तन हेउ द्वितीय कथा मते लागे प्रभु देखिले जे ए व्यक्ति द्वारा मते बहुत काम करिवार अछि हे पारे कही कही पापी जीवन बिताउ न थाई पारंती किंतु प्रभु देखिले कि एमाने तो मोर लोक माने एमान को टिके रख मोर बहुत काम करिवार अछि थेरुबाली रे मध्य गोटे सभा करिवार अछि एणु प्रभु आमान को छाड़ी देले 2020 देले 21 देले 22 देले शेष रे कहले आ गोटे वर्षटी भी छाड़ी दियो मो दास मान को पठेबी मु चारि पाखरे खत पकेबी प्रभु को लोक माने ए 3 दिन काल चारि पाख खोला हेबो आउरी खत दिया हेबो ए 3 दिन काल चारि पाख खोला हेबो आउरी खत दिया हेबो तापरे फळिले तो फळ नहेले गल फळिबाकू पड़िबो चारि पाख खोलिबा आउ खत देबा एई कथाटी को मु जेते दूर संभव आज आउ काली की जदि प्रभु चालना दियंती तो नितांत कहिबी चारि पाख खोलिबा गोटिए पाख खोलिले हेबो नाही चारि पाख खोलिबाकू पड़िबो प्रभु को लोक माने खोलिबा द्वारा अकर्मण्य करुथिबा माटी को बाहर करिबो खत ऊपरे ऊपरे दिया जाए नाही खत खोली की दिया जाए आओ माली कहउचंती चारि पाख खोलिबा मते कहंतु प्रथमे टिके आमे खोलिबा 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 पाई मते कहंतु केउ अस्त्र व्यवहार करा जाए टिके जोरे
ଶାବଳ ଶାବଳ ମାଡ଼ ଯଦି ମାଟିରେ ବାଜିଲା ନ ବାଜିକି ଯଦି ଆମକୁ ବାଜିଲେ କେମିତି ଲାଗିବ? ଶାବଳ ଯେମିତି ମାଡ଼ ମାରେ ପରମେଶ୍ୱର ସେମିତି ଖୋଳିବେ ଆମକୁ, କିନ୍ତୁ ମାରିବା ପାଇଁ ଖୋଳିବେ ନାହିଁ। ଆମ ଭିତରୁ ଖରାପ ମାଟିକୁ ବାହାର କରିବା ପାଇଁ ଖୋଳିବେ। ଯେ ପର୍ଯ୍ୟନ୍ତ ଆମକୁ ଅକର୍ମଣ୍ୟ କରୁଥିବା ମାଟିକୁ ଖୋଳିକି ବାହାର କରାହେବ ନାହିଁ, ସେ ମାଟିର ଜାଗାରେ ଖତକୁ ରିପ୍ଲେସ କରାହେବ ନାହିଁ। ଏ ମାଳି ଯୋଉ କଣ୍ଟ୍ରାକ୍ଟ ନେଇଛନ୍ତି ଏ ମାଳି ଚୁପଚାପ ବସିବେ ନାହିଁ। ଆମମାନଙ୍କର ମାଳି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେ ଦାୟିତ୍ୱ ନେଇଛନ୍ତି ଚାରି ପାଖ ଖୋଳିକି ଖତ ପକାଇବା ପାଇଁ। ଆଉ ସେ ଖୋଳିବା କାମ ଆରମ୍ଭ କରିଛନ୍ତି। ସେ କେମିତି ଖୋଳନ୍ତି ଶୁଣନ୍ତୁ। ପ୍ରଭୁଙ୍କ ଲୋକମାନେ ଖୋଳି କରି କଣ କରିବେ ଆଜ୍ଞା? ଖୋଳି କରି ଖରାପ ମାଟିକୁ ବାହାର କରିବେ, ଆଉ ସେ ମାଟିର ଜାଗାରେ ଖତକୁ ପୂରଣ କରିବେ। ତା ମାନେ ଏ ଖୋଳିବା ଦ୍ୱାରା ଏଇ ମାଟି ଖତହୀନ ମାଟି, ଏ ଖତ ରହିତ ମାଟି ଦୂର ହେଇଯିବ। ଏଇ ଖୋଳିବା କାମ ଦ୍ୱାରା ଏ ଗଛ ବର୍ତ୍ତମାନ ପୁରୁଣା ମାଟିକୁ ହରାଇବ। ପୁରୁଣା ମାଟି ଯେଉଁ ମାଟି କି ଏହାକୁ ଦରକାର ନାହିଁ, ଯେଉଁ ମାଟି କି ଏହାକୁ ଫଳ ଫଳିବାକୁ ଦେଉନାହିଁ, ସେ ମାଟି ବାହାର କରାଯିବ। ଆପଣଙ୍କ ଜୀବନରେ କିଛି କିଛି ଜିନିଷ ଅଛି ଯାହାକି ଆପଣଙ୍କୁ ଫଳବାନ ହେବାକୁ ଦେଉନାହିଁ। ଆପଣଙ୍କ ଜୀବନରେ କିଛି କିଛି ଜିନିଷ ଅଛି, କିଛି କିଛି ସ୍ୱଭାବ, କିଛି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ବାହାର କରିବାକୁ ପଡ଼ିବ। ଆପଣଙ୍କ ଜୀବନରେ କିଛି କିଛି ଅଭ୍ୟାସ ଅଛି ଯାହାକି ଚେର ସହିତ ମାଟି ଯେମିତି ଜାବୁଡ଼ି ହେଇକି ଥାଏ। ଆପଣଙ୍କ ଜୀବନର ମନର ଆଚରଣରେ ହୃଦୟରେ କିଛି କିଛି ବଦଭ୍ୟାସ ଜାବୁଡ଼ି ହେଇକି ଧରିଛି, ତାକୁ ନ ଖୋଳିଲେ ବାହାରିବ ନାହିଁ। ଖୋଳିକି କାଢିବାକୁ ପଡ଼ିବ, କାହିଁକି ଚେର ଦେଇ ହିଁ ଖତ ଯିବ, ଆଉ ଏ ମାଟିରେ ଖତ ନାହିଁ। ଆପଣଙ୍କ ଜୀବନରେ ହୁଏତ ଯୁବା ପୁଅ ମାନେ ମୋବାଇଲ ସହିତ କିଛି ଏମିତି ଅଭ୍ୟାସ ନାହିଁ ତ ଯାହାକି ତୁମକୁ ପରିବର୍ତ୍ତନ ହେବାକୁ ଦେଉନାହିଁ। ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ, ଇମେଲ, ତା ସହିତ ଫିମେଲ ଫ୍ରି, ଏମିତି ହଉନାହିଁ ତ? ଅନେକ 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 ଯୁବା ମାନେ ମୋବାଇଲରେ ବହୁତ ଭଲ ଭଲ ସେବା କରୁଛନ୍ତି, କିନ୍ତୁ ଅନେକ ଏମିତି ଭାବରେ ଜଡ଼ିତ ଯେ ତାହା ସେମାନଙ୍କୁ ବରବାଦ କରିଦେଲାଣି। ନିକଟରେ ଜଣେ ମତେ ଫୋନ କରି କାନ୍ଦିବାକୁ ଲାଗିଲେ, ତାଙ୍କ ପରିବାର ନଷ୍ଟ ହେଇଗଲା ଗୋଟେ ଝିଅ ସକାଶୁ। କାହିଁକି ନଷ୍ଟ ହେଇଗଲା? ସେ କହିଲେ ଆଜ୍ଞା ମୋବାଇଲରେ ଭେଟ ହେଲି। ଆଉ ବହୁତ କଥା ମୁଁ କହିବି ନାହିଁ, ଆମେ ସମସ୍ତେ ଜାଣୁ। ମୁଁ କହିବା ପାଇଁ ଚାହେଁ ଆପଣଙ୍କ ଜୀବନରେ ଆପଣଙ୍କର ସହିତ କିଛି କିଛି ଅକର୍ମଣ୍ୟ ମାଟି ଅଛି ଯାହାକି ଆପଣଙ୍କୁ ଅକର୍ମଣ୍ୟ କରିଦେଉଛି। ଆପଣ କିଂକର୍ତ୍ତବ୍ୟ ବିମୂଢ଼ ହେଇଯାଉଛନ୍ତି। ଆପଣ ଭାବୁଛନ୍ତି ମୁଁ ଫଳି ପାରୁନାହିଁ, ମୁଁ ମଦ ଛାଡ଼ି ପାରୁନାହିଁ, ମୁଁ ବ୍ୟଭିଚାର ଛାଡ଼ି ପାରୁନାହିଁ, ମୁଁ ମିଥ୍ୟା ଛାଡ଼ି ପାରୁନାହିଁ, ମୁଁ ମନ୍ଦ ଦୃଷ୍ଟି ଛାଡ଼ି ପାରୁନାହିଁ, ମନ୍ଦ ଚିନ୍ତା ଛାଡ଼ି ପାରୁନାହିଁ, ଲୋଭ ଛାଡ଼ି ପାରୁନାହିଁ, ଶତ୍ରୁତା ଛାଡ଼ି ପାରୁନାହିଁ। ଏ ସବୁ ଯେ ଯାଏ ଥିବ, ଖତ କୋଉଠି ପକାଇବେ? ମାଟି କାଢିଲେ ସିନା ଖତ ପକାଇବେ। ପ୍ରଭୁଙ୍କ ଲୋକମାନେ ଆପଣଙ୍କ ଜୀବନରେ ଏହାକୁ ଖୋଳିକି ବାହାର କରିବ। ଏହାର ଅର୍ଥ ଏ ମାଟି ପାପକୁ ଦର୍ଶାଏ। ଯେ ଯାଏ ପାପ ଥିବ ସେ ଯାଏ ଆପଣ ଫଳବାନ ହେଇପାରିବେ ନାହିଁ। ଏଇ ପାପକୁ ଖୋଳି ଖୋଳି କାଢିବାକୁ ପଡ଼ିବ। ତା ମାନେ ଖୋଳିବାର ଅର୍ଥ ହେଉଛି ନିଜକୁ ପରିଷ୍କାର କରିବା, ନିଜକୁ ପବିତ୍ର କରିବା। ଏ ମାଟି ଯେ ଯାଏ ଖୋଳିକି ବାହାର କରିନାହୁ, ପ୍ରଭୁଙ୍କ ଖତ ପକା ଯାଇ ପାରିବ ନାହିଁ। ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ପ୍ରଭୁଙ୍କ ଲୋକମାନେ ପରିଷ୍କାର ହେବା ପାଇଁ ପରମେଶ୍ୱର ବାଇବଲରେ ଆମକୁ 5 ଗୋଟି ମାଧ୍ୟମରେ ସେ ଖୋଳନ୍ତି। ପରିଷ୍କାର ହେବା ପାଇଁ, ପବିତ୍ର ହେବା ପାଇଁ 5 ଗୋଟି ଉପାୟ ଦେଇଛନ୍ତି ବାଇବଲରେ, ଯାହା ଦ୍ୱାରା ଆମମାନଙ୍କୁ ସେ ପବିତ୍ର କରନ୍ତି, ଖୋଳନ୍ତି, ପୁରାପୁରି ଖୋଳନ୍ତି। ପ୍ରଥମ ଅସ୍ତ୍ର ଯାହା ଦ୍ୱାରା କି ସବୁ ଖୋଳାଯିବ ତାହା ହେଉଛି ଯୀଶୁଙ୍କ ରକ୍ତ।
ଯୀଶୁଙ୍କ ରକ୍ତ ଆମରକୁ ପରିଷ୍କାର କରେ, କିନ୍ତୁ ଏହା ପାଇଁ ଅନୁତାପ ରୂପକ ବେଣ୍ଟ ଦରକାର। ତାହା ନହେଲେ ଖୋଳା ଯାଇପାରିବ ନାହିଁ। ପ୍ରଥମ ଜନ 1:7 ଆଉ 9 ପଦରେ, ପୁଣି ଏଫେସିୟ 1:7 ପଦରେ, ପୁଣି ଏବ୍ରୀ 9:14 ପଦରେ, ପ୍ରଥମ ପିତର 1:18-19 ଯୀଶୁଙ୍କ ରକ୍ତ ଆମ ମାନଙ୍କୁ ପବିତ୍ର କରେ। କିନ୍ତୁ କାହାକୁ ପବିତ୍ର କରେ? ଖ୍ରୀଷ୍ଟିଆନକୁ ନୁହେଁ। କାହାକୁ ପବିତ୍ର କରେ? ଜଣେ ବ୍ୟକ୍ତି ଚୁପଚାପ ବସିଥିଲେ ହେବ ନାହିଁ। ପ୍ରଥମ ଜନ 1:7 ଅନୁସାରେ, 9 ଅନୁସାରେ, ଯେବେ ଆମେ ପାପ ସ୍ୱୀକାର କରୁ ତେବେ ସେ ନ୍ୟାୟବାନ ଓ ବିଶ୍ୱସ୍ତ ଅଟନ୍ତି। ତା ମାନେ ଯଦି ଆମ ଜୀବନରୁ ପାପକୁ ଖୋଳିକି ବାହାର କରିବାକୁ ଚାହୁଁଛୁ, ଅନୁତାପ ଦରକାର। ଏହା ଆମେ ଜାଣୁ, ଯୀଶୁଙ୍କ ରକ୍ତ କଥା ବି ଆମେ ଜାଣୁ। ଏହା ପ୍ରଥମ ଅସ୍ତ୍ର ଯାହା ଆମର ଜୀବନରୁ ପାପକୁ ଦୂର କରେ, କିନ୍ତୁ ଅନୁତାପ ରୂପକ ବେଣ୍ଟ ଦ୍ୱାରା ଏହାକୁ ବ୍ୟବହାର କରାଯାଇପାରିବ। ଦ୍ୱିତୀୟ ହେଉଛି ଆମକୁ ପବିତ୍ର କରିବା ପାଇଁ ବାକ୍ୟ ଦିଆଯାଇଛି। ଯୋହନ 17:17 ପଦରେ, ସତ୍ୟ ଦ୍ୱାରା ସେମାନଙ୍କୁ ପବିତ୍ର କର, ତୁମର ବାକ୍ୟ ତ ସତ୍ୟ। ଯୋହନ 15:3 ପଦରେ, ଏହା ଦ୍ୱିତୀୟ ଅସ୍ତ୍ର। ବାକ୍ୟ ଆମମାନଙ୍କୁ ପରିଷ୍କାର କରେ। ବାକ୍ୟ ଯେତେବେଳେ ପ୍ରଚାର କରାଯାଏ ପ୍ରିୟମାନେ, ବାକ୍ୟ ଗୋଟିଏ ଅସ୍ତ୍ର ଭେଦିଲା ପରି ଭେଦେ। ବେଳେ ବେଳେ କେହି ବାକ୍ୟ ଶୁଣିକି ପାପକୁ ଛାଡ଼ି ଦିଅନ୍ତି। ତା ମାନେ ବାକ୍ୟ ଖୋଳିବା କାମ କରେ। ଏଣୁ ଯଦି କୌଣସି ଯୁବା ଯୁବତୀ ଏଠାରେ ଅଛନ୍ତି ଆଉ ପାପ ଛାଡ଼ି ପାରୁନାହାନ୍ତି, ମୁଁ ଆପଣଙ୍କୁ ଏକଦମ ଗ୍ୟାରେଣ୍ଟେଡ ଟ୍ରିଟମେଣ୍ଟର କଥା କହିବି, ଆପଣ ଛାଡ଼ି ପାରିବେ। ଏହା ମୋହର ଅନୁଭୂତିରୁ କହୁଅଛି, ବାଇବଲର ପ୍ରମାଣରୁ କହୁଅଛି, ଆପଣ ଛାଡ଼ି ପାରିବେ। ଠିକରେ ଶାବଳ ବାଜିବ, ମାଟି ବାହାରିବ ନାହିଁ? ବାହାରିବ। ଶାବଳକୁ ଆଉଁସୁ ଥିଲେ, ଲୋକାଲ ଭାଷାରେ ସାଦଲୁ ଥିଲେ, ଖୋଳା ହେବ କି? ଠିକ ଶାବଳ ମାଡ ପଡିବାର ଅଛି। ଠିକ ବାକ୍ୟର ଆଘାତ ହେବାର ଅଛି। ଏଣୁକରି ସାବଧାନ। ଆପଣ ମାନେ ୟୁଟ୍ୟୁବରେ କଣ ଶୁଣୁଛନ୍ତି? ସାବଧାନ। ଜଣେ ଭେଣ୍ଡିଆ କହିଲା, ଆଜ୍ଞା ମତେ ଖାଲି ପରମ ଗୀତ ଆକା ହାଇ ଲାଗୁଛି ଆଜ୍ଞା। ତା ମାନେ ତୁ ପରମ ପାପୀଟା। କୋଉଟା ବେଶୀ ପଢୁଛୁ? ଆଜ୍ଞା ପରମ ଗୀତ ବେଶୀ ପଢୁଛି। ସେ ଗୀତ ସହିତ ତାର ମିତ ସହିତ ବନ୍ଧା ହେଇଛି ସିଏ। ପ୍ରଭୁଙ୍କ ଲୋକମାନେ ଈଶ୍ୱରଙ୍କ ବାକ୍ୟ ଖୋଳିବା କାମ କରେ। ଯଦି ଜଣେ ଲୋକ ସକାଳୁ ଉଠିଲା ପରେ ଯଦି ସେ ଆଣ୍ଠୁ ଭାଙ୍ଗିଲା, ଅନୁତାପ କଲା, ଯେଉଁ ପାପ ସେ ଛାଡ଼ି ପାରୁନାହିଁ, ସେ ସବୁ ପାପ ପାଇଁ ବୋଲି ଯଦି ସେ ଅନୁତାପ କଲା, ଯୀଶୁଙ୍କ ରକ୍ତ ତାହାକୁ ଧୋଇ ଦିଏ। ଯଦି କେହି କହୁଛନ୍ତି ଯୁବା ପିଲାମାନେ, ଆଜ୍ଞା ମନ୍ଦ ଚିନ୍ତା ଦୂର ହଉନାହିଁ। ମତେ ଅନେକ ସମୟରେ ଯୁବା ମାନେ ଫୋନ କରନ୍ତି, ଆଜ୍ଞା ବହୁତ ୟୁଟ୍ୟୁବରେ ଦେଖୁଛୁ, ବହୁତ କରୁଛୁ, ଆଜ୍ଞା ମନ୍ଦ ଚିନ୍ତା ଦୂର ହଉନାହିଁ। ତୁମେ ଠିକରେ ମେଡିସିନ ନେଉନାହ। ଠିକରେ ମେଡିସିନ ନିଅ, ଠିକରେ କାମ କରିବ। କେତେଟା ମେଡିସିନ ଖାଲି ପେଟରେ ନିଆଯାଏ, ଆଉ ଖାଲି ପେଟରେ ଯଦି ତୁମେ ତୋରାଣୀ ମଦ ପିଇଦେବ ତ ଅସୁବିଧା ହବ। ଖାଲି ପେଟରେ ମହୁଲ ସ୍ୱଳ୍ପ ପିଇଦେଲେ ଅସୁବିଧା ହବ। ଆମର ଭେଣ୍ଡିଆ ମାନେ ଶୋଇକି ଉଠୁ କଣ ବ୍ୟବହାର କରନ୍ତି? ମୋବାଇଲ ତକିଆ ଭିତରୁ କାଢନ୍ତି। ଶୋଇକି ଉଠୁ ମୋବାଇଲ, ଶୋଇକି ଉଠୁ ଆପଣଙ୍କର ମନ ଖାଲି ହେଇଥାଏ। ଆପଣ ପୁରାପୁରି ଖାଲି ମନରେ ଥାନ୍ତି। ଖାଲି ପେଟରେ ଔଷଧ ଖାଇଲା ପରେ, ଖାଲି ମନରେ, ଖାଲି ହୃଦୟରେ ଆଣ୍ଠୁ ଭାଙ୍ଗନ୍ତୁ। ବହୁତ ବାହାନା ଆଜିକାଲି ଲୋକମାନଙ୍କୁ, ଶୀତ ବାହାନା। ମତେ କୁହନ୍ତୁ, ଆଜିକାଲି ବେଶୀ ଶୀତ ହଉଛି ନା 20 ବର୍ଷ ତଳେ ବେଶୀ ଶୀତ ହଉଥିଲା? ଆଜ୍ଞା ହଁ, ମୋର କଥା ମୁଁ କହିବି। 1995ରେ ପ୍ରଭୁଙ୍କୁ ପାଇଲି। ଆମ ଘର ମାଟି ଘର, କେହି ଜାଣିଥିବେ ଏଠାରେ ଗୁଣପୁର ଶାନ୍ତିନଗରରେ ଆମ ଘର ମାଟି ଘର, ଆଉ କବାଟ ନାହିଁ, ତାଟି। ବେଳେ ବେଳେ କୁକୁର ଭାଇନା ମଧ୍ୟ ପଶି ଆସିବ, ଆସିକି ଆମ ତରକାରୀକୁ ତାର ଭାଗ ବୋଲି ଖାଇକି ପଳେଇବ।
प्रभु को नाम धन्यवाद हेउ ताटी घर कंबल किणवा को पैसा नाही कंबल केमती लागे आमे जानि नथिलु चादर पतला पतला चादर कहीं दुई बेला तीन बेला भलरे भात मिली गले यथेष्ट जलखिया केमतीटा मु जान नथिली जलखियार स्वाद कौन केबे केमती ज्वर हेले पिला किछि खाऊ नाही बोली होटल रु कोंडे गोटे आणुथिले हेले सरदार अधा ज्वर पळौथिला इबा होटल रु आसला आज बोली की पूरा माटी घरे तले खट भी नाई आ बड़ कष्टे मस्ते देखली जे समस्त घरे खट अच्छी आमर घरे खट नाई मु देखली जने आज्ञा काठ बढ़ई काम करुले भलरे देखली गोटे बार्सी गोटे किणिली आउ टांगिया गोटे रेडी कली काठ आनिकी निजे गोटे दौड़ी खट तैयारी कली जीसु भी बढ़ई थिले जीतू भी बढ़ई थिला प्रभु को नाम धन्यवाद है मु कहीं कथा कहूँ शीत दिन जो शीत कंबल ना कि ना राति रे घर भितर निया उम्बे लगे दौलू से उम्बे जी जाए चलो से जाए निद हम तापर निद हम ना दरकार पड़े साप विजिटिंग कर बिचमला तो थी चंपई नली उई थे बालमूलिया पोक भी थी समस्त सागर मिलमिशिकी आम रोलु कि असुविधा हो नाला किंतु पाहांत्यारे बिना अलार्म घंटारे उठिकी आंठू भांगुथिलु खाली पेटरे किछि किछि औषध नेबा पाई डॉक्टर माने कहंती सेमिति आपण माने मध्य पाहांत्यारे मन खाली थिला बेले उठिकी आंठू भांगंतु को पाप बाहरिबो नाही आज्ञा गोटे घंटा टी अधिक समय मु जुबा थी 15-16 वर्ष बयस थी मु जो अभिलाष रे गमन करुली से सब पाई बोली खाली कांदु थाए प्रभु यह दूर हो तुम रक्त रे दूर हो तुम रक्त रे रिडेम्पशन पावर अछि एफिसियो 1:7 रे कहा गला इन हिम वी हैव फॉरगिवनेस थ्रू हिज ब्लड एंड रिडेम्पशन व्हाट डू यू मीन बाय रिडेम्पशन बोली कहले संपूर्ण मुक्ति तार अर्थ होची कोन पापर चेरो मूल उत्पाटन कर देबो रिडेम्पशन नॉट ओनली फॉरगिवनेस केवल यीशु रक्त क्षमा दिए नाही रिडेम्पशन करे जेतेबेले एहा म बुझी गली प्रभु तुमर रक्त रे एमती शक्ति जदी अछि मु ता अनुभव करबा पई चाहे मो भितरु अभिलाष को से रिडीम करी के बाहर करू प्रतिदिन सकाळे आंटू भांगे किंतु पाहांत्या हो बापा उठंती माँ उठंती आमे समाने उठिबा आगुरु मो प्रार्थना को मु सारी दिए कई देखिले भलो लागे नाही लोक देखाणिया हे जिवो तापरे बाइबल धरिकी बसे द्वितीय अस्त्र वाक्य परिष्कार करे आजिकाली यूट्यूब रे एते भलो भलो मेसेज देबा लोक माने अछंती एते भलो भलो मेसेज सब आजिकाली मिलुची एते थाउ थाउ जदी तुमे व्यवहार करि पारलो नाय प्रभु निश्चय विचार करिवे काहे कि सबु अछि तुम पाखरे प्रभु को लोक माने उठिकी गोटे घंटे 1.5 घंटा बाइबल पढुथिले काहे कि वाक्य रे पवित्र करिवार शक्ति अछि प्रभु को नाम धन्यवाद हो बाइबल केमती पढ़िबे शुणु नुआ वर्ष आरंभ होईची जो माने बाइबल पढ़िबा आरंभ करिनांती एबे आरंभ करंतु वर्ष को थरे कम से कम बाइबल शेष करंतु।